ତାରା ଓ ଜଗନ୍ନାଥଙ୍କ ଭକ୍ତି। ଗୋଟିଏ ଛୋଟ ଗାଁରେ ତାରା ନାମକ ଏକ ଝିଅ ଥିଲା। ସେ ପ୍ରତିଦିନ ମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିଲା। ତାଙ୍କୁ ଦେଖିଲେ ତାର ମନରେ ଅପୂର୍ବ ଶାନ୍ତି ପାଉଥିଲା। ତାର ଧନୀ ନଥିଲା, କିନ୍ତୁ ତାର ହୃଦୟ ଭକ୍ତିରେ ପରିପୂର୍ଣ୍ଣ ଥିଲା। ସେ ପ୍ରାୟତଃ ଜଗନ୍ନାଥଙ୍କ ପାଇଁ ଜଙ୍ଗଲରୁ ଫୁଲ କିମ୍ବା ଘରେ ତିଆରି ଛୋଟ ମିଠା ନେଇ ଆସୁଥିଲା। ଦିନେ ତାର ବହୁତ ଦୁଃଖୀ ଥିଲା। ତା ପାଖରେ ଜଗନ୍ନାଥଙ୍କ ପାଇଁ କୌଣସି ବିଶେଷ ଭୋଗ ନଥିଲା। ସେ ଭାବିଲା, ମୋର ଏହି ସାଧାରଣ ଫୁଲ କି ମିଠା କଣ ପ୍ରଭୁଙ୍କୁ ଭଲ ଲାଗିବ? ସେ ମନେ ମନେ ଜଗନ୍ନାଥଙ୍କୁ କହିଲା, ହେ ପ୍ରଭୁ, ମୋ ପାଖରେ ଆପଣଙ୍କ ପାଇଁ କିଛି ନାହିଁ, କେବଳ ଏହି ଛୋଟ ଭକ୍ତି ଛଡ଼ା। ତା ଆଖିରେ ଲୁହ ଭରି ଆସିଲା। ସେହି ରାତିରେ ତାର ଶୋଇଥିବା ବେଳେ ଏକ ସୁନ୍ଦର ସ୍ୱପ୍ନ ଦେଖିଲା। ସ୍ୱପ୍ନରେ ଜଗନ୍ନାଥ ତାଙ୍କୁ କହିଲେ, ମୋତେ ତୁମର ସରଳ ଭକ୍ତି ହିଁ ସବୁଠାରୁ ପ୍ରିୟ। ପରଦିନ ସକାଳେ ତାର ମନ୍ଦିରକୁ ଗଲା। ସେ ଦେଖିଲା, ଗତକାଲି ସେ ଅର୍ପଣ କରିଥିବା ଫୁଲଟି ଜଗନ୍ନାଥଙ୍କ ମୁକୁଟ ଉପରେ ଶୋଭା ପାଉଛି, ଯାହା ସାଧାରଣତଃ ହୁଏ ନାହିଁ। ତାର ଆଶ୍ଚର୍ଯ୍ୟ ହେଲା ଏବଂ ତା ମନ ଆନନ୍ଦରେ ଭରିଗଲା। ସେ ବୁଝିପାରିଲା ଯେ ପ୍ରଭୁ ତାର ଭକ୍ତିକୁ ଗ୍ରହଣ କରିଛନ୍ତି। ସେହି ଦିନଠାରୁ ତାର ଆହୁରି ଅଧିକ ଭକ୍ତିର ସହିତ ପ୍ରତିଦିନ ମନ୍ଦିରକୁ ଆସିଲା। ସେ ଆଉ କେବେ ନିଜର ସରଳ ଭୋଗ ପାଇଁ ଦୁଃଖୀ ହେଲା ନାହିଁ। ମନ୍ଦିରର ପୂଜକମାନେ ତାରାଙ୍କର ନିଷ୍ଠାପର ଭକ୍ତିକୁ ଲକ୍ଷ୍ୟ କଲେ। ସେମାନେ ଜାଣିଲେ ଯେ ତାରାଙ୍କ ଭଳି ଶୁଦ୍ଧ ଭକ୍ତି ହିଁ ପ୍ରଭୁଙ୍କୁ ସବୁଠାରୁ ଅଧିକ ପ୍ରିୟ। ଏହିପରି ଭାବରେ ତାର ପ୍ରମାଣିତ କଲା ଯେ ଭଗବାନଙ୍କୁ ପାଇବା ପାଇଁ ଧନ କିମ୍ବା ବଡ଼ ଭୋଗର ଆବଶ୍ୟକତା ନାହିଁ। କେବଳ ଏକ ଶୁଦ୍ଧ ଏବଂ ସରଳ ହୃଦୟର ଭକ୍ତି ହିଁ ଯଥେଷ୍ଟ।